ଲଗାଣ ବର୍ଷା ଯୋଗୁଁ ପୁଣି ଥରେ ଖୋଲିଲା ହରିହରଜୋର ଡ୍ୟାମ୍ ଗେଟ୍। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ହରିହରଜୋର ଡ୍ୟାମ୍ରୁ ଆଜି ପୁଣି ଥରେ ଗୋଟିଏ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ କରାଯାଉଛି। ଲଗାଣ ବର୍ଷାରେ ଡ୍ୟାମ୍ରେ ଗତ 20 ତାରିଖରେ ପୂଜାପାଠ ପରେ ଏ ବର୍ଷର ପ୍ରଥମ ବନ୍ୟା ଜଳକୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ କରାଯାଇଥିଲା। ତେବେ ଦିନକ ପରେ ସେହି ଗେଟ୍କୁ ବନ୍ଦ କରିଦିଆଯାଇଥିଲା। ଡ୍ୟାମ୍ର ଜଳଧାରଣ କ୍ଷମତା ବିପଦ ସଙ୍କେତ 147.500 ମିଟର ରହିଥିବା ବେଳେ ଆଜି ତାହା ସକାଳ 8ଟା ସମୟରେ 145.66 ମିଟର ଏବଂ 11ଟା ସମୟରେ 146.000 ମିଟର ଏବଂ ଅପରାହ୍ନ 1ଟା ସୁଦ୍ଧା ବୃଦ୍ଧି ପାଇ 146.020 ମିଟରରେ ପହଞ୍ଚିଥିବା ଜଣାପଡ଼ିଛି। ଡ୍ୟାମ୍ରେ ଅଧିକ ମାତ୍ରାରେ ଜଳ ପ୍ରବେଶ କରୁଥିବାରୁ ଅପରାହ୍ନରେ ପୁଣି ଥରେ ବନ୍ୟା ଜଳ ନିଷ୍କାସନ କରାଯାଇଥିବା ଜଣାପଡ଼ିଛି। ତେବେ ଗେଟ୍ ଖୋଲିବା ପୂର୍ବରୁ ଡ୍ୟାମ୍ରେ ସାଇରନ୍ ବଜାଇବା ସହ ଡ୍ୟାମ୍ ତଳି ଅଞ୍ଚଳରେ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି। ଆଜିର ଏହି ବନ୍ୟା ଜଳ ନିଷ୍କାସନ ସମୟରେ ନିର୍ବାହୀ ଯନ୍ତ୍ରୀ ନରେଶ କୁମାର ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ଜେନା ଏବଂ ସହକାରୀ ଯନ୍ତ୍ରୀ ସମୀର କାନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି। ତେବେ ଡ୍ୟାମ୍ରେ ଅଧିକ ଥିବା ଜଳ ଆସି ପୁଣି ଥରେ 70% ଖସିଲା ପରେ ପୁନର୍ବାର ଖୋଲାଯାଇଥିବା ଗୋଟିଏ ଗେଟ୍କୁ ବନ୍ଦ କରିଦିଆଯିବ ବୋଲି ସହକାରୀ ଯନ୍ତ୍ରୀ ସମୀର କାନ୍ତ ସିଂ ସୂଚନା ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ସୋନପୁର ଟିଭି।